ଆଜିର ପ୍ରସଙ୍ଗ ହଉଛି ମନୁଷ୍ୟକୁ କିଏ ସୃଷ୍ଟି କଲେ ବା ଈଶ୍ୱର ମନୁଷ୍ୟକୁ କାହିଁକି ସୃଷ୍ଟି କଲେ, ଏହି ବିଷୟରେ ଆମେ କିଛି ବାକ୍ୟ ଆମେ ପଠନ କରିବା। ମୋ ସହିତ ଖୋଲନ୍ତୁ ଆଦି ପୁସ୍ତକ 1 ପର୍ବ ତାର 27 ପଦ ପଢିକିନା ସାହାଯ୍ୟ କରନ୍ତୁ। ଅନନ୍ତର ପରମେଶ୍ୱର ଆପଣ ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱରଙ୍କର ପ୍ରତିମୂର୍ତ୍ତିରେ ସେ ତାହାଙ୍କୁ ସୃଷ୍ଟି କଲେ, ପୁରୁଷ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ। ହାଲେଲୁୟା। ଆସନ୍ତୁ ବାକ୍ୟ ନିମନ୍ତେ ମୁଁ କ୍ଷୁଦ୍ର ପ୍ରାର୍ଥନା କରେ। ହାଲେଲୁୟା। ଧନ୍ୟବାଦ ଶିବା ପ୍ରଭୁ, ଆଜି ପ୍ରସଙ୍ଗ ନିଆ ଅଛି ବାପା ପ୍ରଭୁ, ତମେ ହିଁ ପ୍ରଭୁ ପବିତ୍ର ଆତ୍ମାର କଥା କହ ବାପା ପ୍ରଭୁ, ତମେ ହିଁ ବାପା ମୋ ମୁଖର ପାତ୍ର ହୋ ରାଜା, ତମେ ଆରମ୍ଭ ପର୍ଯ୍ୟନ୍ତ ଏଇ ସ୍ଥାନରେ ହୋ ବାପା ପ୍ରଭୁ, ତମର ବାପା ସ୍ୱର ଆମେ ଶୁଣିବା ପାଇଁ ଯାଉଛୁ ବାପା ପ୍ରଭୁ, ତମେ ବୁଝିବା ପାଇଁ ସାହାଯ୍ୟ କର, ଦୟା କର ପ୍ରଭୁ, ଅନୁଗ୍ରହ କର ବାପା ପ୍ରଭୁ ବାପା ତମେ ଶୁଣିଲ ବୋଲି କୋଟି କୋଟି ଧନ୍ୟବାଦ ଦେଇ ଯୀଶୁଙ୍କ ନାଁରେ ମିଳିଲେ ବାପା, ଆମେନ୍। ଆମେ ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମେ ଦେଖିବା ପାଉଛୁ ଆଜିର ପ୍ରସଙ୍ଗରେ ଆମେ ଦେଖିଲୁ ବାକ୍ୟରେ ଲେଖା ହେଇଛି ମନୁଷ୍ୟକୁ ଦେଖିବାକୁ ପାଉଛୁ ତାର ସଦାପ୍ରଭୁ ପରମେଶ୍ୱର। ଯଦି ଆମେ ଅନେକ ଦିନ ଆମେ ସତରେ ଭାବିଥିଲୁ ଆମକୁ କିଏ ଏ ସଂସାରକୁ କିଏ ସୃଷ୍ଟି କରି, କିଏ ଆଉ ମନୁଷ୍ୟକୁ ସୃଷ୍ଟି କରି, ଆମର ଅନ୍ତରରେ ବାଦ ବିବାଦ ଥିଲା, ଆମ ଭିତରେ ବହୁତ ଚିନ୍ତିତ ଥିଲୁ, କିନ୍ତୁ ଆମେ ସତ୍ୟ ପରମେଶ୍ୱରଙ୍କୁ ଜାଣିନଥିଲୁ, କିନ୍ତୁ ସତ୍ୟ ଈଶ୍ୱରଙ୍କୁ ସୃଷ୍ଟିକର୍ତ୍ତାଙ୍କୁ ଆମେ ଜାଣିନଥିଲୁ। ଏହି ସମୟରେ ପ୍ରଭୁ ପରମେଶ୍ୱର ଯାହାକି ଏଇଟା ହଉଛି ବାଣୀ। ଆମେ ବାଇବଲରେ ଏହି ବାଇବଲ ହେଉଛି ପୃଥିବୀ ଅନ୍ୟତମ ପୁସ୍ତକ ଅଟେ। ମୋର ପ୍ରିୟ ଲୋକମାନେ, ଏ ବାଇବଲରେ ପ୍ରଭୁ ଆମକୁ ପରମେଶ୍ୱର କହିଛନ୍ତି ଆଉ ଆମକୁ ଲେଖିକିନା ଜଣେଇଅଛନ୍ତି। ଯଦି ଲେଖା ନଥିଲେ ଆମେ କିଛି ଜାଣିନଥାନ୍ତା। ସେଥିପାଇଁ ପରମେଶ୍ୱର ଯାହା ଲେଖି ଅଛନ୍ତି ତାହା ସଠିକ ଭାବରେ ଆମକୁ ସଚେତନ ଦେଇଅଛନ୍ତି। କିନ୍ତୁ ଏହି ସମୟରେ ଆମେ ଦେଖିବା ପାଉଛୁ ଯାହା ଆଦି ପୁସ୍ତକ ତାର 1 ପର୍ବ 27 ପଦ ଲେଖା ହେଇଛି, ଅନନ୍ତର ପରମେଶ୍ୱର ଆପଣ ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। କାହିଁକି ସୃଷ୍ଟି? ମୋର ଲୋକମାନେ, ଏହି ସମୟରେ ଲେଖା ହେଇଛି ଏ ସଂସାରରେ ମନୁଷ୍ୟକୁ ନ ସୃଷ୍ଟି କରିବା ପୂର୍ବରୁ ଆଉ 3 ଜଣଙ୍କୁ ଆଉ ସୃଷ୍ଟି କରିଥିଲେ। ଆମେ ଭଲ ଭାବରେ ଜାଣିଛୁ ମନୁଷ୍ୟକୁ ପୃଥିବୀକୁ ସୃଷ୍ଟି ନ କରୁଣୁ ଆଉ 3 ଜଣ ସୃଷ୍ଟି କରିଥିଲେ। ମାନେ କଣ? ସେଟା ହଉଛି ମଣିଷ ନୁହେଁ, ସେଟା ହଉଛି ଗୋଟେ ଦୂତ ମାନେ ସୃଷ୍ଟି କରିଅଛନ୍ତି। ଆମେ ଦେଖିବା ପାଉଛୁ ସେହି ଦୂତ ମାନ ଆପଣ ମାନେ ଜାଣି ଅଛନ୍ତି କି ସେହି ଦୂତ ମାନେ ହଉଛନ୍ତି ଆମେ ଏ ପୃଥିବୀକୁ ସୃଷ୍ଟି କରୁଣୁ ଆଉ 3 ଜଣଙ୍କୁ ଦୂତକୁ ସୃଷ୍ଟି କରିଥିଲେ। ସେଇଟା ହଉଛି ଲୁସିଫର। ପ୍ରଥମେ ଲୁସିଫରକୁ ସୃଷ୍ଟି କରିଅଛନ୍ତି ଆଉ ଦ୍ୱିତୀୟ ପାଉଛୁ ଯାହା 3 ନମ୍ବରରେ ଗ୍ୟାବ୍ରିଏଲ ଦୂତକୁ ସୃଷ୍ଟି କରିଅଛନ୍ତି। ହଁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଇ ସମୟରେ ଏ ବ୍ରହ୍ମାଣ୍ଡକୁ ଏ ପୃଥିବୀକୁ ସୃଷ୍ଟି କରୁଣୁ ସ୍ୱର୍ଗରେ ଏ 3 ଦୂତ ମାନଙ୍କୁ ସୃଷ୍ଟି କରିଥିଲେ ସଦାପ୍ରଭୁ ପରମେଶ୍ୱର। କାହିଁକି ସୃଷ୍ଟି କରିଥିଲେ? ତାଙ୍କର ସ୍ତୁତି, ବନ୍ଦନା, ଆରାଧନା, ଅର୍ଚ୍ଚନା କରିବା ପାଇଁ ସୃଷ୍ଟି କରିଥିଲେ ଆମେ ଦେଖିବା ପାଉଛୁ। ଆଉ ଏଇ ସମୟରେ ଯେତେବେଳକୁ ଆମେ ଦେଖିଲୁ ଲୁସିଫରଙ୍କର ହୃଦୟରେ ତାଙ୍କର ଗୋଟେ ବହୁତ ତାଙ୍କର ସେ ଜଣେ ପାର୍ଟସିପ ଲିଡର, ଯାହାକି ସ୍ତୁତି, ବନ୍ଦନା, ଆରାଧନା କରିବାର ଗୋଟେ ସେ ଜଣେ ସଦସ୍ୟ ଥିଲେ। ସେ ଜଣେ ଲୁସିଫର ଜଣେ ଦୂତ ମୁଖ୍ୟ ଥିଲେ, କିନ୍ତୁ କୋଟି କୋଟି ଦୂତ ମାନଙ୍କର ଜଣେ ଲିଡର ଥିଲେ, ସିଏ ହଉଛନ୍ତି ଲୁସିଫର। ହଁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଏଇ ବିଷୟରେ ଆମେ ଦେଖିବା ପାଉଛୁ। ଆଉ ସେ ସମୟରେ ଯେତେବେଳକୁ ଲୁସିଫରଙ୍କର ଭୁଲ ଚିନ୍ତାଧାରା ଆସିଲା ଆଉ ଦୂତ ମାନଙ୍କର ପ୍ରଶଂସା ସେ ନିଜେ ଆଉ ତାଙ୍କ ହୃଦୟରେ ଗୋଟେ ଗର୍ବିତ ହେଲେ, ତାଙ୍କର ହୃଦୟରେ ଗୋଟେ
ଆଉ ଅଲଗା ଚିନ୍ତାଧାରା ଆସିଲା, ସେ ପରମେଶ୍ୱରଙ୍କ ଠାରୁ ସେ ତାଙ୍କର ମାନେ ଅଲଗା ଚିନ୍ତା ଆସିଲା। ତେଣୁକରି ଆଉ ସେ ନିଜେ ପ୍ରଶଂସା ପାଇବା ଇଚ୍ଛା କରିବାର ହେତୁ ପରମେଶ୍ୱର ସେ ଲୁସିଫରକୁ ତଳେ ଫିଙ୍ଗି ଦେଲେ, ଯାହାକି ତଳେ ଫୋପାଡ଼ି ଦେଲେ। ଆମେ ଦେଖିବା ପାଉଛୁ ସେହି ଲୁସିଫର ହଉଛନ୍ତି ଏ ପୃଥିବୀର ଅଧିକାର ପାଇଲେ, ତାହାକୁ ଆମେ ବାଇବଲରେ ଆମେ ଜାଣିବାକୁ ପାଉଛୁ ସେ ଲୁସିଫର ହଉଛନ୍ତି ଶୈତାନ ଅଟେ। ସେଥିପାଇଁ ଲୁସିଫର କହିଲେ ଯେ ଆଉ ଯେତେବେଳକୁ ସ୍ୱର୍ଗରେ ଥିଲେ ସେତେବେଳକୁ ତଳକୁ ପକାଉଛନ୍ତି, ସେହି ସମୟରେ ମାନେ ସ୍ୱର୍ଗରୁ ଯେତିକି ମାନେ କୋଟି କୋଟି ଦୂତ ମାନଙ୍କୁ ଧରିକିନା କଣ କଲେ ନା ତଳକୁ ସେ ଖସି ପଡିଲେ। ଆଉ ତଳକୁ ଆସିଲେ ଏ ପୃଥିବୀକୁ ଅନ୍ଧକାର ଶୂନ୍ୟ। ସେହି ସମୟରେ ପରମେଶ୍ୱର ପୃଥିବୀକୁ ସୃଷ୍ଟି କରିନଥିଲେ। ଆଉ ଦେଖିଲେ ଯେ ଆଉ ଈଶ୍ୱରଙ୍କର ଗୋଟେ ଯୋଜନା ହେଲା, ପରମେଶ୍ୱରଙ୍କ ଗୋଟେ ସ୍ଥିର ଯୋଜନା ହେଲା, କଣ କରିବି ଆଉ ସମସ୍ତଙ୍କ ଆଉ ସ୍ତୁତି ବନ୍ଦନା ଆରାଧନା ପାଇବା ଏକମାତ୍ର ଯୋଗ୍ୟ ଅଟେ। ସେଥିପାଇଁ ପରମେଶ୍ୱର ଗୋଟେ ଚିନ୍ତାଧାରା କଲେ, ଆଉ ପୃଥିବୀକୁ ପରମେଶ୍ୱର ସୃଷ୍ଟି କଲେ। ସୃଷ୍ଟି କରିବା ହେତୁ ଆମେ ଦେଖିବା ପାଉଛୁ ଯାହା ଆଦି ପୁସ୍ତକ ତାର 1 ପର୍ବ ଆମେ 27 ପଦ ଦେଖିଲୁ ଯେ ସେ ନିଜେ ମାନେ ଆଉ ଏଇ ସ୍ଥାନରେ ଲେଖା ହେଇଛି ପ୍ରତିମୂର୍ତ୍ତିରେ ନିଜର ସଦୃଶରେ ପରମେଶ୍ୱର ସୃଷ୍ଟି କଲେ। ସୃଷ୍ଟି କଲେ ଅନନ୍ତର ପରମେଶ୍ୱର ଆପଣ ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାଙ୍କୁ ସୃଷ୍ଟି କଲେ କରି ସେମାନଙ୍କୁ ସୃଷ୍ଟି କଲେ, ଆମେ ଦେଖିବା ପାଉଛୁ। ଆଉ ଆଉ ଗୋଟେ ପଦ ପଢିକିନା ଆଗକୁ ବଢିବା, ଆଦି ପୁସ୍ତକ ତାର 2:7 ପଢନ୍ତୁ। ଅନନ୍ତର ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକାରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ। ଏହିରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା। ହାଲେଲୁୟା। ପ୍ରିୟ ମନୋନୀତ ଈଶ୍ୱରଙ୍କ ଲୋକମାନେ, ଆପଣ ମାନେ ଶୁଣିବାକୁ ପାଉଛନ୍ତି ପରମେଶ୍ୱର କେମିତି ସୃଷ୍ଟି କରିଅଛନ୍ତି, ଆମେ ସେଇ ବିଷୟରେ ଆମେ ଦେଖିବା ପାଉଛୁ। ଅନନ୍ତର ସଦାପ୍ରଭୁ ପରମେଶ୍ୱର ଭୂମିରୁ ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକା ରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ, ତହିଁରେ ମନୁଷ୍ୟ ଜୀବିତ ହେଲେ, ପ୍ରାଣୀ ହେଲା। ଆମେ ଦେଖିପାଉଛୁ ସେହି ସମୟରେ ପୃଥିବୀକୁ ସୃଷ୍ଟି କଲେ। ପୃଥିବୀକୁ ସୃଷ୍ଟି କରିବା ହେତୁ ଧୂଳି ଆସିଲା। ଏହି ଆମେ ଦେଖିବା ପାଉଛୁ ସେଇ ଧୂଳିକୁ ପରମେଶ୍ୱର କଣ କଲେ, ମନୁଷ୍ୟକୁ ସେଇ ଧୂଳି ମାଧ୍ୟମରେ, ଯୋଉ ମାଟି ମାଧ୍ୟମରେ ମନୁଷ୍ୟକୁ ସୃଷ୍ଟି କରି ନିଜେ ସୃଷ୍ଟି କଲି। ଆଉ ତାଙ୍କର ନାସିକାରେ ଫୁଙ୍କ ଦେବାରୁ ତାଙ୍କର ଜୀବିତ ପ୍ରାଣୀ ହେଲା। ଆମେ ଦେଖିବା ପାଉଛୁ ସେଇ ଫୁଙ୍କ, ସେଇ ବାୟୁ ହଉଛି ପ୍ରଭୁଙ୍କର ଜୀବନ ଅଟେ, ଆମେ ଦେଖିବା ପାଉଛୁ। ଆଉ ହୁଏତ ଆମେ ଦେଖିବା ଆଉ ବାକ୍ୟରେ ଲେଖା ହେଇଛି ଏଇ ପ୍ରକାରେ। ଆଉ ଆଗକୁ ବଢିବା, ଆଉ ଗୋଟେ ପଦ ପଢନ୍ତୁ, ସେଇ 2ର ତାର 8 ପଦ ତା ତଳକୁ ପଢନ୍ତୁ। 2ର 8 ପଦ ପଢନ୍ତୁ। ହଁ, ସେ ଆଦି ପୁସ୍ତକ 2ର 8 ପଦ। ଆଉ ସଦାପ୍ରଭୁ ପରମେଶ୍ୱର ପୂର୍ବ ଦିଗସ୍ଥ ଏନଦରେ ଏକ ଉଦ୍ୟାନ ପ୍ରସ୍ତୁତ କରି ସେଠାରେ ସୁନିର୍ମିତ ମନୁଷ୍ୟକୁ ରଖିଲେ। 9 ପଦ ପଢନ୍ତୁ। ସଦାପ୍ରଭୁ ପରମେଶ୍ୱର ସେଇ ଭୂମିରୁ ନାନା ଜାତୀୟ ସଦୃଶ ଓ ସୁଖାଦ୍ୟ ବୃକ୍ଷ, ପୁଣି ସେହି ଉଦ୍ୟାନର ମଧ୍ୟସ୍ଥାନରେ ଅମୃତ ବୃକ୍ଷ ଓ ସତ୍ ଜ୍ଞାନଦାୟକ ବୃକ୍ଷ ଉତ୍ପନ୍ନ କଲେ। ହାଲେଲୁୟା। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଏଇ ସମୟରେ ସଦାପ୍ରଭୁ ମନୁଷ୍ୟକୁ ସୃଷ୍ଟି କରି ଆଉ ପୃଥିବୀକୁ ବ୍ରହ୍ମାଣ୍ଡକୁ ଯେତେବେଳେ ସୃଷ୍ଟି କଲେ, ଆଉ ଏଇ ଲେଖା ହେଇଛି 8 ପଦରେ 6ରେ ଲେଖା ହେଇଛି, ଆଉ ସଦାପ୍ରଭୁ ପରମେଶ୍ୱର ପୂର୍ବ ଦିଗ ଦର୍ଶନରେ ଏକ ଉଦ୍ୟାନ ପ୍ରସ୍ତୁତ କରି ସେଠାରେ ସ୍ୱନିର୍ମିତ ସେ ଗୋଟେ ଉଦ୍ୟାନରେ ଗୋଟେ କଣ କଲେ, ସୃଷ୍ଟି କରିକି ଗଛ ଲତା ନକ୍ଷତ୍ର ସବୁ କିଛି
ସୃଷ୍ଟି କଲେ ସତରେ ଆମେ ଦେଖିବା ପାଉଛୁ ସେଇ ସମୟରେ ପରମେଶ୍ୱର ସେହି ମନୁଷ୍ୟକୁ କଣ କରିବା ପାଇଁ ଗୋଟେ ହିସାବରେ ସେଇ ସ୍ଥାନରେ ରଖିଛନ୍ତି। ଆଉ ଗୋଟେ ଯାହାକି ଗୋଟେ କର୍ମଚାରୀ ଭାବରେ ମନୁଷ୍ୟକୁ ରଖିଅଛନ୍ତି। ଆଉ ଲେଖା ହେଇଛି ଏଇ ସମୟରେ ସଦାପର ପରମେଶ୍ୱର ସେହି ଭୂମିରୁ ନାନା ଜାତୀୟ ଦୃଶ୍ୟ ଓ ସୁଖାଦ୍ୟ ବୃକ୍ଷ ପୁଣି ସେହି ଉଦ୍ୟାନର ମଧ୍ୟ ସ୍ଥାନରେ ଅମୃତ ବୃକ୍ଷ ଯାହାକି ଆମେ ବୁଝିବାକୁ ପାଉଛୁ ସେଟା ହଉଛି ଅମୃତ ବୃକ୍ଷ, ଯାହା ଜୀବନ ବୃକ୍ଷ ବୋଲି ଆମେ କହିଥାଉ। ଆଉ ସେଇ ବୃକ୍ଷ ଆଉ ଗୋଟେ ବୃକ୍ଷ ରୋପଣ ଯାହାକି ସତ ଜ୍ଞାନଦାୟକ ବୃକ୍ଷ ଉତ୍ପନ୍ନ କରେ। ଦୁଇଟା ଗଛ ଆମେ ଦେଖିବାକୁ ପାଉଛୁ। ସବୁ ଗଛ ଠାରୁ ଆଉ ଦୁଇଟା ଗଛ ହଉଛି ଗୋଟେ ଭିନ୍ନ ଭାବରେ ଗୋଟେ ସୃଷ୍ଟି କରିଛନ୍ତି। ଗୋଟେ ହଉଛି ଅମୃତ ବୃକ୍ଷ, ଆଉ ଗୋଟେ ହଉଛି ସତ ଜ୍ଞାନଦାୟକ ବୃକ୍ଷ। ଆମେ ଦେଖିବାକୁ ପାଉଛୁ ମନୁଷ୍ୟକୁ ସେଇ ସ୍ଥାନରେ ଗୋଟେ କର୍ମଚାରୀ ବା ସଦସ୍ୟ ଭାବରେ ସେଇ ସ୍ଥାନରେ ରଖିଅଛନ୍ତି। ଗୋଟେ ଗାର୍ଡେନରେ କରିବା ପାଇଁ ଲଗେଇବା ପାଇଁ, ସେଥିପାଇଁ ପରମେଶ୍ୱର ସେହି ବଗିଚାରେ ରଖିଅଛନ୍ତି ଆମେ ଦେଖିବାକୁ ପାଇଲୁ। ଆଉ ଗୋଟେ ଏତେ ସୁନ୍ଦର ଭାବରେ ପ୍ରଭୁ ଗଢିକି ରଖିଲେ। ଆଉ ଗୋଟେ ବାକ୍ୟରେ ଆମେ ପଢିବା, ତା ଆଗକୁ ବଢିବା। ପଢନ୍ତୁ ମୋ ସହିତ ଆଦି ପୁସ୍ତକ ତାର 2:15 ଆଉ 17 ପଢନ୍ତୁ। ପୁଣି ସଦାପ୍ରଭୁ ପରମେଶ୍ୱର ସେହି ମନୁଷ୍ୟକୁ ନେଇ ଏନଦ ଉଦ୍ଦିନଙ୍କୁ ସୁସଜ୍ଜିତ ଓ ରକ୍ଷା କରିବା ପାଇଁ ନିଯୁକ୍ତ କଲେ। ମାତ୍ର ସବୁବେଳେ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁଦିନ ତାହା ଖାଇବ ସେଇଦିନ ନିଦାନ୍ତ ମରିବ। ହାଲେଲୁୟା। ମୋର ପ୍ରିୟ ପ୍ରଭୁଙ୍କ ମାନେ ସୁନ୍ଦର ଲେଖା ହେଇଛି। ପୁଣି ସଦାପ୍ରଭୁ ପରମେଶ୍ୱର ସେହି ମନୁଷ୍ୟକୁ ନେଇ ଏଧନ ଉଦ୍ୟାନକୁ ସୁସଜ୍ଜିତ ରକ୍ଷା କରିବା ପାଇଁ ନିଯୁକ୍ତ କଲେ। ଆଉ ଉଦ୍ୟାନକୁ ରକ୍ଷା କରିବା ପାଇଁ ନିଯୁକ୍ତି କଲେ, ଯାହା ପ୍ରସ୍ତୁତ କଲେ ଗୋଟେ ମନୁଷ୍ୟକୁ ଆବଶ୍ୟକ ଦରକାର ଥିଲା, ସେଥିପାଇଁ ଆଉ ପରମେଶ୍ୱର ସୃଷ୍ଟି କଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଈଶ୍ୱରଙ୍କର ଯୋଜନା ଭିନ୍ନ ପ୍ରକାର ଅଟେ। ଆଉ 17 ପଦରେ ଏତେ ସୁନ୍ଦର ଲେଖା ହେଇଛି, ମାତ୍ର ସତ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ। ପାଉଛୁ। ଆଉ ଗୋଟେ ବୃକ୍ଷ ହଉଛି ଅମୃତ ବୃକ୍ଷ। ଅମୃତ ବୃକ୍ଷ ବିଷୟରେ ସଦାପ୍ରଭୁ କହିନାହାନ୍ତି, କିନ୍ତୁ ଖାଅ ସେଇ ସମୟରେ କିଛି ଶିକ୍ଷା ଦେଇନାହାନ୍ତି। ମାତ୍ର ଗୋଟେ ବୃକ୍ଷକୁ ମାନେ କଠୋର ଭାବରେ ପରମେଶ୍ୱର ସେଇ ମନୁଷ୍ୟକୁ ଗୋଟେ ପ୍ରତିଜ୍ଞା ଦେଇଥିଲେ। କଣ ଆଜ୍ଞା ଦେଇଥିଲେ? ମାତ୍ର ଜ୍ଞାନ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁ ଦିନ ତାହା ଖାଇବ ସେହିଦିନ ନିତାନ୍ତ ମରିବ। ଏହି ବୃକ୍ଷକୁ ପରମେଶ୍ୱର ସେହି ମନୁଷ୍ୟକୁ ସ୍ପଷ୍ଟ ଭାବରେ କହିଅଛନ୍ତି, ଆଜ୍ଞା ଦେଇଅଛନ୍ତି, ଆଜ୍ଞା ପାଳନ କରିବା ପାଇଁ କହିଅଛନ୍ତି। କିନ୍ତୁ ଆମେ ଦେଖିଲୁ ଏତେ ସୁନ୍ଦର ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କରି ଏତେ ସଂସାରରେ ଯାହା ମନୁଷ୍ୟକୁ ମାଟି ସହିତ ନିର୍ମାଣ କରିକିନା ଗୋଟେ ବଗିଚା କଲେ। ଆଉ ସେଇ ବଗିଚାରେ ଗୋଟେ କର୍ମଚାରୀ ଭାବରେ ସୁନ୍ଦର ସେଇ ଗାର୍ଡେନରେ ପରମେଶ୍ୱର ସେଇ ମନୁଷ୍ୟକୁ ରଖିଥିଲେ। କିନ୍ତୁ ଏ ପୃଥିବୀକୁ ବିତଳିତ କିଛି ହେଇନଥିଲା ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ। ଆଉ ଗୋଟେ ବାକ୍ୟ ପଢିକିନା ଆଗକୁ ବଢିବା। ପଢନ୍ତୁ ସେହି ଆଦି ପୁସ୍ତକ 3 ପର୍ବ ତାର 15 ପଦ ପଢନ୍ତୁ। ପୁଣି ସଦାପ୍ରଭୁ ପରମେଶ୍ୱର ସେହି ମନୁଷ୍ୟକୁ ନେଇ ଏଦନ ଉଦ୍ୟାନକୁ ନାଇଁ ଆଦି ପୁସ୍ତକ 3 ପର୍ବ ତାର 15 ପଦ। ହଁ, ଆଜିର 2:15 ତ 3ରେ 3:15। ଆଉ ଆଗେ ତୁମର ଓ ନାରୀର ମଧ୍ୟରେ, ପୁଣି ତୁମ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୌର ଭାବେ ଜନ୍ମାଇବା। ସେ ତୁମର ମନୁଷ୍ୟକୁ ଆଘାତ କରିବେ ଓ ତୁମେ ତାହାଙ୍କ ଗଇଁଠିକି ଆଘାତ କରିବ। ହାଲେଲୁୟା। ହଁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଇ ସ୍ଥାନରେ ଆମେ ଦେଖିବାକୁ ପାଉଛୁ ଏତେ ଈଶ୍ୱରଙ୍କର ପରମେଶ୍ୱରଙ୍କର ସୃଷ୍ଟି, ତାଙ୍କ ରଚନା ଆମେ ଦେଖିବାକୁ ପାଉଛୁ। କେମିତି ଏହି ପୃଥିବୀକୁ ଗଢିଲେ, ଆଉ କେମିତି ଏ ପୃଥିବୀକୁ ପାପ ଜିନିଷ କିଛି ନଥିଲା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେଇ ସମୟରେ
ଆମେ ଦେଖୁ ଦୂତଙ୍କୁ ସୃଷ୍ଟି କରିଥିଲେ ସେହି ଦୂତ ମାନଙ୍କ ମଧ୍ୟରେ ପାୱାରଫୁଲ ୱାର୍ଡସିପ ଲିଡର ହଉଛନ୍ତି ଆମେ ଦେଖିଲୁ ଯେ ଲୁସିଫର ହେଉଛନ୍ତି ତ ସେ ଶକ୍ତିମାନ କାହିଁକି ଶକ୍ତିମାନ କୁହାଗଲା ଏ ଜଗତର ସେ ହେଉଛନ୍ତି ପାୱାରଫୁଲ ଶକ୍ତିମାନ ଅଟେ ସେଥିପାଇଁ ଆମେ ଦେଖିଲୁ ସେ ଲୁସିଫର ଏ ପୃଥିବୀକୁ ଅଧିକାର କରିଥିବାରୁ ଆମେ ଦେଖିଲୁ ଯେ ମନୁଷ୍ୟ ଯେତେବେଳକୁ ସୃଷ୍ଟି କଲେ ସୃଷ୍ଟି କରିବାର ସ୍ୱର୍ଗରୁ ଆସୁଛନ୍ତି ଆଉ ଗାର୍ଡେନକୁ ଯାଉଛନ୍ତି ଯୋଉ ସେଇ ସମୟରେ ଆମେ ଦେଖିଲୁ ଯେ ସେ ଆଧମକୁ ମନୁଷ୍ୟ ସୃଷ୍ଟି କରିକିନା ଆଧମ ନାମ ଦିଆହେଲା ଆଉ ଆଧମକୁ କଣ କଲେ ନା ସଦାପ୍ରଭୁ ପରମେଶ୍ୱର ଆସିଲେ ଆଉ ସ୍ୱର୍ଗରୁ ଆସୁଛନ୍ତି ଯାଉଛନ୍ତି ଏତେ ସୁନ୍ଦର ଭାବରେ ଏଇ ହେଇନଥିଲା ସେହି ସମୟରେ ଆଉ ଏଇ ଶୈତାନ କଣ ମାନେ ଆଉ ଏ ମାନେ ଏ ଲୁସିଫର କଣ କଲେ ନା ଏହି ମନୁଷ୍ୟକୁ ତାଙ୍କ ହୃଦୟରେ ବହୁତ ଗୋଟେ କଷ୍ଟ ଦେବା ପାଇଁ ଚାହିଁଲେ କଣ ଆମେ ଦେଖିଲୁ ଯେ ସେହି ଲୁସିଫର ହେଉଛନ୍ତି ଆଗରେ କାହା ପାଖରେ ଥିଲେ ନା ସଦାପ୍ରଭୁ ପରମେଶ୍ୱରଙ୍କ ନିକଟରେ ଏତେ ସୁନ୍ଦର ଭାବରେ ହସ ଖୁସି ବହୁତ ତାଙ୍କର ବହୁତ ତାଙ୍କ ଜୀବନରେ ବହୁତ ଭଲ ଥିଲା ଯେତେବେଳକୁ ସେ ଗୋଟେ ଦୁଷ୍ଟ ଚିନ୍ତା ଆଉ ପରମେଶ୍ୱରଙ୍କ ଠାରୁ ସେ ଅଲଗା ହେଇଗଲେ ସେତେବେଳକୁ ପୃଥିବୀକୁ ଆସିଲେ ପୃଥିବୀରୁ ଅଧିକାର କଲେ ସେଥିପାଇଁ ପରମେଶ୍ୱରଙ୍କୁ କହିଲେ ଯେ ମୁଁ ଏ ପୃଥିବୀରୁ ଅଧିକାର ଅଛି ମୁଁ ଆଉ ଯେତିକି ଯୋଉ ସ୍ଥାନରେ ଥିବି ସେଇ ସ୍ଥାନରେ ମତେ ଈଶ୍ୱର ବୋଲି ମାନିବେ ବୋଲିକିନା ଆଉ କହିଲେ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ସେଇ ସମୟରେ ଆମେ ଦେଖିଲୁ ଯେ ଆଦମକୁ ସୃଷ୍ଟି କରିବାରୁ ଆଉ ତାଙ୍କର ଏ ଲୁସିଫରଙ୍କର ହୃଦୟରେ ଗୋଟେ ଏମିତି ଗୋଟେ ଭାବନା ଆସିଲା ଆଉ ମୁଁ ଯେତେବେଳକୁ ଥିଲି ଈଶ୍ୱରଙ୍କ ସାଙ୍ଗରେ ଏତେ ସୁନ୍ଦର ଭାବରେ ଥିଲି ଏବେ ମନୁଷ୍ୟକୁ ସୃଷ୍ଟି କରିକିନା ସଦା ସର୍ବଦା ଆସୁଛନ୍ତି ସ୍ୱର୍ଗରୁ ଆସୁଛନ୍ତି ଆଉ ମାନେ ଆଦମକୁ କଥୋପକଥନ କରିକିନା ଯାଉଛନ୍ତି ଆଦମକୁ ହବାକୁ ଆମେ ଦେଖିବା ପାଉଛୁ ମାନେ ପୁରୁଷ ସ୍ତ୍ରୀକୁ ସେ ଆଦି ପୁସ୍ତକ ତାର 1-27 ପଦରେ ଦେଖିଲୁ ଯେ ଆଉ ପୁରୁଷକୁ ଓ ସ୍ତ୍ରୀକୁ ସୃଷ୍ଟି କରିକିନା ଦୁଇ ଜଣକୁ କଥୋପକଥନ କରି ଆରାମରେ ଏତେ ସୁନ୍ଦର ଆଉ ଗୋଟେ ଫୁଲ ସଦୃଶ୍ୟ ଏତେ ଉଜ୍ଜଳମୟ ତାଙ୍କ ଜୀବନକୁ କିଏ ଦେଖି ପାରିବାକୁ ପାଇଲେ ନା ଲୁସିଫର ଦେଖିଲେ ଆଉ ସେଇ ଗାର୍ଡେନକୁ ଗଲେ ଆଉ ତାଙ୍କର ଜୀବନକୁ କଣ କଲେ ନା ଅଲଗା କରିବା ପାଇଁ ଚାହିଁଲେ ହଁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମେ ଗୋଟେ ବିଷୟକୁ ଆମେ ଦେଖିବା ମୁଁ ଗୋଟେ ଉଦାହରଣ ଦେଇକିନା କହିବି ଏଇ ଯେତେବେଳେ ଆମେ ଗୋଟେ ଜିନିଷକୁ ଆମେ ଗୋଟେ ଭଲ ପାଇଥାଉ ସେହି ଜିନିଷକୁ ଆମେ ଯଦି ଧରି ନିଅନ୍ତୁ ସେହି ବ୍ୟକ୍ତିକୁ ମନେ କର ଆଉ ଜଣେ କଥା ଉଦାହରଣ ଗୋଟେ ଦେଉଛି ମତେ କ୍ଷମା କରିବେ ଯେତେବେଳକୁ ଆମେ ଗୋଟେ ଝିଅ ପ୍ରତି ଆମେ ମାନେ ଭଲ ପାଇଥାଉ ସେଇ ସମୟରେ ଆଉ ଗୋଟେ ମାନେ ଆମେ କେତେ ଘନିଷ୍ଠ ସମ୍ପର୍କ ଥିବୁ ସେଇ ସମୟରେ ଆମର ପ୍ରସ୍ତାବ ପକେଇଥିବା ଆମେ ବାହା ହେଇକିନା ମାନେ ବାହା ହେବା ମାନେ ଏଇ ସମୟରେ ବାହା ହେବା ପାଇଁ ସେଇ ସମୟରେ ଆଉ ଗୋଟେ ପୁଅ ସେ ଝିଅ ସାଙ୍ଗରେ ଯଦି ଆମେ କଥୋପକଥନ କରିବା ଆମ ହୃଦୟକୁ ଭଲ ନ ଲାଗୁଥାଏ ସେହି ପ୍ରକାର ଯେତେବେଳକୁ ପରମେଶ୍ୱର ଆସୁଛନ୍ତି ଆଦମକୁ କଥୋପକଥନ କରିବା ଚାହୁଁଛନ୍ତି ସେହି ସମୟରେ ଲୁସିଫର ତାଙ୍କ ହୃଦୟରେ ବହୁତ ଗୋଟେ ବିରାଟ ଗୋଟେ ମନ୍ଦ ଚିନ୍ତା କରିଲା ନାହିଁ ଯେମିତି ହେଲେ ବି ଏ ପରମେଶ୍ୱରଙ୍କ ଠାରୁ ମୁଁ ଅଲଗା କରିବା ପାଇଁ ଚାହେଁ ହେଲେ ହିଁ ମାନେ ଲୁସିଫରଙ୍କର ବହୁତ ଗୋଟେ ଭୟଙ୍କର ଗୋଟେ ଚିନ୍ତା ଆସିଲା ଏ ମଣିଷକୁ ମୁଁ କେମିତି ମୁଁ ଅଲଗା କରିପାରିବି ପରମେଶ୍ୱରଙ୍କ ଠାରୁ ମୁଁ କେମିତି ଦୂରେଇ କରିପାରିବି ଏ ଲୋକମାନଙ୍କୁ ମୁଁ କେମିତି ମାନେ ପାପକୁ ପ୍ରବେଶ କରିପାରିବି ବୋଲିକିନା ମନ୍ଦ ଚିନ୍ତା କିଏ କଲେ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ସେଥିପାଇଁ ସେ ଲୁସିଫର କହିଲେ ଯେ ଏ ଆଦମକୁ ହବାକୁ କହିଲେ ମାନେ ପରମେଶ୍ୱର ଆଦମକୁ କହିଥିଲେ ଯେ ସତ ଜ୍ଞାନ ତମେ ଖାଇବ ନାହିଁ କି ତମେ ଛୁଇଁବ ନାହିଁ ସେହି ସମୟରେ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଏ ପୃଥିବୀକୁ ଦେଖିଲେ ଗଛ ଲତା ସବୁ କିଛି ଅଛି ଆଉ ପଶୁ ସବୁ ଆମେ ପିମ୍ପୁଡ଼ି ଠାରୁ ଏଡେ ବଡ ହାତୀ ପର୍ଯ୍ୟନ୍ତ ବଡ ଜନ୍ତୁ ପର୍ଯ୍ୟନ୍ତ ଆମେ ସେଭଳିଆ ଜିନିଷଟା ଆମେ ଦେଖିପାରୁଛୁ ସେଇ ଜୀବ ମଧ୍ୟମାରେ ଆମେ ଦେଖିଲୁ ଯେ ସର୍ପକୁ ସେ ଶତ୍ରୁ ସୈତାନ କଣ କଲେ ନା ପ୍ରବେଶ କଲେ ଆଉ କହିଲେ ଯେ ସେଇ ସର୍ପକୁ ତମେ ମତେ ଗୋଟେ ସ୍ଥାନ ଦିଅ ତମ ହୃଦୟରେ ମତେ ସ୍ଥାନ ଦିଅ ମୁଁ ତମକୁ ଗୋଟେ ଆଉ କଣ କରିବି ଗୋଟେ ପ୍ରଭୁ ମାନେ ଯୋଉ ଲୁସିଫର କହିଲେ
सर्पକୁ तमे मते स्थान दियो तम हृदयକୁ आउ मु प्रवेश करबी तम गोटे आउ मु आशा करे ସେହି सर्प କଣ ବୁଲେଇଥିବ ଆମେ ତ ଜାଣିନୁ କିନ୍ତୁ ସେହି ସମୟରେ ଲୁସିଫର ପ୍ରବେଶ କରିକିନା ସେ ହବାକୁ କହୁଛନ୍ତି ଏ ହବା ଏ ଫଳ କଣ ତୁମକୁ ପରମେଶ୍ୱର ଖାଇବା ପାଇଁ ମନା କରୁଛନ୍ତି ସେହି ହବା କହୁଛନ୍ତି ନା ପରମେଶ୍ୱର କହୁଛନ୍ତି ଆମେ ଛୁଇଁବୁ ନା ଆମେ ଖାଇବୁ ନାହିଁ ତମେ କହିଲେ ଏ ମାନେ ପରମେଶ୍ୱରଙ୍କ ଉପରେ ତମେ ବୁଦ୍ଧି ହେବ ତମେ ଜ୍ଞାନ ହେବ ତମେ ସବୁ କିଛି ଜାଣିପାରିବ ଯେତେବେଳକୁ ସେ ଫଳକୁ ସେ ଲୁସିଫର ସୂଚନା ଦଉଛି ସେଇ ସମୟରେ ସେ ହବା କଣ କରୁଛି ସେ ଫଳକୁ ଦେଖିକିନା ତାର ଲାଳ ବାହାରି ପଡିଲା ତାପରେ ଖାଇବା ପାଇଁ ଇଚ୍ଛା ଲାଗିଲା ତାଙ୍କର ଦୃଷ୍ଟିରେ ବହୁତ ଗୋଟେ ଏମିତି ଗୋଟେ ସେ ଲୁସିଫର ତାକୁ କଣ କଲେ ନା ଖାଇବା ପାଇଁ ଗୋଟେ ମାନେ ଏମିତି ପ୍ରବଞ୍ଚନା ସେଇ ସମୟରେ ଆଉ ସହି ପାରିଲା ନାହିଁ ସେଇ ସମୟରେ ଖୋଳିକିନା ଖାଇଦେଲା କରିବା ହେତୁ ଏ ପୃଥିବୀରେ କଣ ହେଲା ନା ଆଗରେ କିଏ ଥିଲେ ମୋର ପ୍ରିୟ ପ୍ରଭୁଙ୍କ ଲୋକ ମାନେ ଲୁସିଫର ଥିଲେ ଆଉ ବାକି ମିକାଏଲ ଗାବ୍ରିଏଲ ଏ ବାକି ମିକାଏଲ ଗାବ୍ରିଏଲ କୋଉଠି ଅଛନ୍ତି ସ୍ୱର୍ଗରେ ଅଛନ୍ତି ଏ ଦୁଇଟା ଦୂତ ମାନେ ସ୍ୱର୍ଗରେ ଅଛନ୍ତି କିନ୍ତୁ ଲୁସିଫର ଜଣେ ମାତ୍ର ଏ ପୃଥିବୀରେ ଅଛି ଜଣେ ନାହିଁ ତାଙ୍କ ସହିତ କୋଟି କୋଟି ଦୂତ ମାନେ ଅଛନ୍ତି ଏ ପୃଥିବୀରେ ଅଛନ୍ତି ସେଇ ସମୟରେ ଆମେ ଦେଖିଲୁ ଯେ ମଣିଷର ଆଉ ପରମେଶ୍ୱରଙ୍କର ବହୁତ ଦୂରରେ ଥିଲୁ କାହିଁକି ଶୈତାନ ଆମକୁ ଯେତେବେଳକୁ ବିତାଡ଼ିତ କଲେ ସେଇ ସମୟରେ ଆମେ ଏତେ ପରମେଶ୍ୱରଙ୍କ ଠାରୁ ଆମେ ବହୁତ ଦୂରକୁ ପଳେଇଲୁ ତାଙ୍କୁ ପରମେଶ୍ୱରଙ୍କର ଆତ୍ମା ଆମ ଠାରେ ଥିଲା ଆଉ ସେଇ ସମୟରେ ପାପ ପ୍ରବେଶ କଲା ଆମେ ତାପରେ ଦେଖିଲୁ ଯେ ଯେତେବେଳକୁ ଆଦମ ହବା ଖାଉଛନ୍ତି ସେ ଫଳକୁ ତାଙ୍କର ଓଳଙ୍ଗ ଦେଖୁଛନ୍ତି ଆମେ ସବୁ କିଛି ପିନ୍ଧି ନାହିଁ ଆଉ ନିଜକୁ କଣ କଲେ ଲାଜ ଆସିଲା କୋଉଠିରୁ ଆସିଲା ଯେତେବେଳକୁ ପାପ ପ୍ରବେଶ କଲା ସେଇ ହୃଦୟ ଲାଜ ଆସିଲା ଆମେ ଆମେ ଯାହା ପିନ୍ଧୁଛୁ ଡ୍ରେସ ଆମେ ଶାଢୀ ପଟା କଣ ପାଇଁ ଆମେ ପିନ୍ଧିଛୁ ହଁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମେ ଗୋଟେ ଇଜ୍ଜତ ପାଇଁ ଆମେ ଗୋଟେ ମର୍ଜିତା ପାଇଁ ଆମେ ଗୋଟେ ଲାଜ ପାଇଁ ଆମେ କଣ ପାଇଁ ଆମେ ପାପକୁ ଆମେ ଲାଜକୁ ଆମେ ଗୁଡେଇବା ପାଇଁ ଆମେ ଗୋଟେ ଯୋଉ ବସ୍ତୁକୁ ଆମେ କଣ କରୁଛୁ ବ୍ୟବହାର କରୁଛୁ ହାଲେଲୁୟା ସେଥିପାଇଁ ଆମର ମାନେ ଆମେ ଦେଖିଲୁ ଆଉ ମଣିଷ ଆଉ ଗୋଟେ ଦୁଇଟା ତିନିଟା ବାକ୍ୟ କହିକିନା ମୁଁ ସମାପ୍ତ କରିବି ଯେତେବେଳକୁ ପରମେଶ୍ୱର ଏତିକି ଭାବରେ ସୃଷ୍ଟି କଲେ ସୃଷ୍ଟି କରିବା ରଚନା ବହୁତ ମାନେ ପରମେଶ୍ୱରଙ୍କର ଗୋଟେ ଅବଦାନ ଥିଲା ସେଇ ସମୟରେ ଆମେ ଦେଖିଲୁ ଆଉ ଗୋଟେ ବାକ୍ୟ ପଢିକିନା ଆଗକୁ ବଢିବା ଜିସାଇ ତାର 43 ପର୍ବ 7 ପଦ ପଢନ୍ତୁ ଆଜି ପୁସ୍ତକର ନାଇଁ ଜିସାଇ 43 ର 7 ପର୍ବ ଜିସାଇ ଜିସାଇ 43 ର 7 ପର୍ବ ଆଉ 21 ପଦ 7 ପଦ 21 ପଦ ହଁ 43 ର 7 ଆଉ ନାମରେ ଛାତ ଯାହାଙ୍କୁ ଆମେ ଆପଣା ଗୌରବାସେ ସୃଷ୍ଟି କରିଅଛୁ ଏହିପରି ପ୍ରତ୍ୟେକ ଲୋକଙ୍କୁ ଆଣ ଆମେ ତାହାଙ୍କୁ ଗଢ଼ିଅଛୁ ହଁ ଆମେ ତାହାଙ୍କୁ ନିର୍ମାଣ କରିଅଛୁ ସେଇ ଲୋକମାନଙ୍କୁ ଆମେ ଆପଣା ପ୍ରଶଂସା ବର୍ଣ୍ଣନା କରିବା ନିମନ୍ତେ ସୃଷ୍ଟି କରିଅଛୁ ହାଲେଲୁୟା ମାନେ ସ୍ଥାନରେ ଆମେ ଦେଖିବା ପାଉଛୁ ସଦାପ୍ରଭୁ ଯିଏ ଆମକୁ ଗଢି ଅଛନ୍ତି ସୃଷ୍ଟି କରି ଅଛନ୍ତି ଆଉ ଏଇ ସ୍ଥାନରେ ବାକ୍ୟ ଲେଖା ହେଇଛି ଆମ ନାମ ବିଖ୍ୟାତ ଓ ଯାହାକୁ ଆମେ ଆପଣା ଗୌରବାର୍ଥେ ସୃଷ୍ଟି କରୁଛୁ କଣ ପାଇଁ ଆମକୁ ସୃଷ୍ଟି କରିଅଛନ୍ତି ଗୌରବ ପାଇବା ପାଇଁ ପ୍ରଶଂସା ସ୍ତୁତି ବନ୍ଦନା ପାଇବା ପାଇଁ ସୃଷ୍ଟି କରିଅଛନ୍ତି ଆମେ ହଁ ପ୍ରିୟ ପ୍ରଭୁଙ୍କ ଲୋକମାନେ ଏହିପରି ପ୍ରତ୍ୟେକ ଲୋକକୁ ଆଣ ଆମେ ତାହାକୁ ଗଢିଅଛୁ ପୃଥିବୀ ସଂସାରରେ ମନୁଷ୍ୟକୁ ଗଢି ଅଛନ୍ତି କହୁଛନ୍ତି ଆଣ ତାପରେ ଦୁଃଖରେ କରୁଛନ୍ତି ଲୋକମାନଙ୍କୁ ଆମେ ଗଢି ଅଛୁ
କିନ୍ତୁ ସେ ଲୋକମାନଙ୍କୁ ଆମକୁ ସ୍ତୁତି ବନ୍ଦନା ଆରାଧନା କରିବା ପାଇଁ ଯୋଗ୍ୟବନ୍ତ ଅଟେ ବୋଲି କହୁଛନ୍ତି। ଆମ୍ଭେ ତାହାକୁ ନିର୍ମାଣ କରୁଅଛୁ। ହଁ ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମକୁ ନିର୍ମାଣ କରୁଅଛନ୍ତି, ସେଥିପାଇଁ ଆଉ ସମୟ ଥାଉ ଥାଉ ପରମେଶ୍ୱରଙ୍କ ନିକଟକୁ ଆମେ ଫେରି ଯିବାର ଉଚିତ। ସେଥିପାଇଁ ଆଉ ସେଇ 21 ପଦ ଲେଖା ହେଲା, ସେହି ଲୋକମାନଙ୍କୁ ଆମ୍ଭେ ଆପଣା ପ୍ରଶଂସା ବର୍ଣ୍ଣନା କରିବା ନିମନ୍ତେ ସୃଷ୍ଟି କରୁଅଛୁ। ଆମେ ପରମେଶ୍ୱରଙ୍କ ଠାରେ ଆମେ ସ୍ତୁତି ବନ୍ଦନା ଆମେ କରିବା ଉଚିତ ଅଟେ, କାହିଁକି ନା ସେ ପରମେଶ୍ୱର ଆମକୁ ପ୍ରଶଂସା ପାଇବା ପାଇଁ ଆମକୁ ସୃଷ୍ଟି କରିଅଛନ୍ତି, କିନ୍ତୁ ପରମେଶ୍ୱରଙ୍କ ଠାରେ ଆମେ ବିରୋଧ ହେବା ପାଇଁ ଆମକୁ ସୃଷ୍ଟି କରିନାହାନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏତିକି ଥିଲା ଆଜିର ମନୁଷ୍ୟକୁ କିଏ ସୃଷ୍ଟି କରିବା ଆଉ ଈଶ୍ୱର କାହିଁକି ସୃଷ୍ଟି କଲେ ଆଜିର ବାକ୍ୟ। ଆଉ ଗୋଟେ ମେନ୍ ପଏଣ୍ଟ ମୁଁ କହିକିନା ମୁଁ ସମାପ୍ତ କରିବି। ଆଉ ଦେଖନ୍ତୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଥମ ପାପ କଣ ଅଟେ? ପ୍ରଥମ ପାପ ହଉଛି ଯାହାକି ଆଦି ପୁସ୍ତକ ତାର 2:16-17 ପଢନ୍ତୁ ନାହିଁ, ମୁଁ କାଲି ଆଉ ରିଫନେସ୍ କହିକିନା ମୁଁ ଆଗକୁ ବଢିବି, ଟାଇମ ଅତିବାହିତ ହେଲା। ତା ପ୍ରଥମ ପାପ ହଉଛନ୍ତି ଈଶ୍ୱରଙ୍କର ଆଜ୍ଞାକୁ ଅମାନ୍ୟ କରିବା ହେତୁ ପ୍ରଥମ ପାପ ଜଗତକୁ ପ୍ରବେଶ କଲା, ଯାହାକି ଯୋଉ ଫଳ ଖାଇବା ପାଇଁ ମନା କରୁଥିଲେ, ନିଷେଧ କରିଥିଲେ, କିନ୍ତୁ ଫଳ ଖାଇବା ହେତୁ ଏ ପୃଥିବୀକୁ ପାପ ହେଲା। ସେଟା ହଉଛି ପ୍ରଥମ ଆଜ୍ଞା ପାପ ଅଟେ ପୃଥିବୀକୁ। ଆଉ ଦ୍ୱିତୀୟ ପାପ ହଉଛି ଯାହା ଯାତ୍ରା ପୁସ୍ତକ ଯାତ୍ରା ପୁସ୍ତକ ତାର 20 ପର୍ବ ତାର 3 ପଦ ଲେଖା ହେଇଛି। 10 ଆଜ୍ଞା ମାଧ୍ୟମରେ 3 ପଦରେ ଲେଖା ହେଲା। ଯୋଉ ସେଇ ସମୟରେ ଲେଖା ହେଇଛି ପାପ ଦ୍ୱିତୀୟ ପାପ ହଉଛି ମୂର୍ତ୍ତି ପୂଜା, ଦ୍ୱିତୀୟ ପାପ ସେଇ ସମୟରେ। ଆଉ ତୃତୀୟ ପାପ ହଉଛି ବ୍ୟଭିଚାର। ଆମେ ଦେଖିଲୁ ଆଦି ପୁସ୍ତକ ତାର 6 ପର୍ବ 2 ପଦ ତାର ରେଫରେନ୍ସ ଅଛି। ବ୍ୟଭିଚାର ହଉଛି ତୃତୀୟ ପାପ ଅଟେ। ଆଉ ଚତୁର୍ଥ ପାପ କଣ? ଆଦି ପୁସ୍ତକ ତାର 4-8 ପଦ ଅଛି, ହତ୍ୟା, ନର ହତ୍ୟା, ଏଟା ହଉଛି ପାପ ଅଟେ। ଆମେ ଚତୁର୍ଥ ଆମେ ଅଧ୍ୟୟନ କଲେ ବହୁତ ସମୟ ହେବ, ସେଥିପାଇଁ ଆମେ ଦେଖିଲୁ ଯେ ପ୍ରଥମ ପାପ ହଉଛି ଈଶ୍ୱରଙ୍କ ଠାରୁ ଆମେ ଯାହାକି ଈଶ୍ୱରଙ୍କ କହିଥିବା ଆଜ୍ଞାକୁ ଆଦମ ହବା ଆଜ୍ଞା ଲଙ୍ଘନ କଲେ, ସେଟା ହଉଛି ପ୍ରଥମ ପାପ, ପୃଥିବୀରୁ ପ୍ରବେଶ କଲା। ଦ୍ୱିତୀୟ ପାପ ହଉଛି ଆମେ ଦେଖିଲୁ ମୂର୍ତ୍ତି ପୂଜା। ଆଉ ତୃତୀୟ ପାପ ହଉଛି ବ୍ୟଭିଚାର। ଆଉ ଚତୁର୍ଥ ପାପ ହଉଛି ନର ହତ୍ୟା। ହାଲେଲୁୟା। ଆମେ କେମିତି ଆମେ ଉଦ୍ଧାର ପାଇବାକୁ, ସେ ବିଷୟରେ ଆଗାମୀ ଦିନରେ ଆମେ ସମୟ ପାଇଲେ ଆମେ ବାକ୍ୟ ଆମେ ଶୁଣିବାକୁ ପାଇବା। ସେଥିପାଇଁ ଆଜି ଏତେ ସୁନ୍ଦର ଭାବରେ ପ୍ରଭୁଙ୍କର ବାକ୍ୟ ଆମେ ଶୁଣିବାକୁ ପାଇଲୁ। ମଣିଷକୁ କାହିଁକି ସୃଷ୍ଟି କଲେ ବା ଈଶ୍ୱର କାହିଁକି ସୃଷ୍ଟି କଲେ ଏ ବିଷୟରେ ଆମକୁ ସ୍ପଷ୍ଟ ଭାବରେ ବାକ୍ୟରେ ଆମେ ବୁଝି ସାରିଅଛୁ। ଆଉ ପ୍ରଭୁ ଆମକୁ କଥା କହିଲେ, ମୁଁ ଆଶା କରେ ଏ ବାକ୍ୟ ସମସ୍ତଙ୍କୁ ଆଶୀର୍ବାଦ ପାଆନ୍ତୁ। ଆମେନ୍।